ଯେତେବେଳେ କିଛି ଗଛର ଡାଳ ଲଗାନ୍ତି ଆଉ ସେଥିରେ ପ୍ରଥମ କଢ଼ ଦେଖିବାକୁ ମିଳେ ଭାରି ଖୁସି ଲାଗେ। ତା ସହିତ ବେଶୀ ଅଧିକା ଖୁସି ଲାଗେ ସେତେବେଳେ ଯଦି ସେ ଡାଳଟା ଟିକେ ନୂଆ ଥାଏ। ଆଜି ସେଇଭଳି ଭାବରେ ମଝିରେ ଗୋଟେ ଲଗେଇଥିଲି ପିଙ୍କ ସେବତୀର ଡାଳ। ତ ଏଇଟା ଟିକେ ଗ୍ରୋ ଯେହେତୁ ନଥିଲା ତ ଏଇଟା ଟିକେ ଅଧିକା ଗ୍ରୋ ଆସିବା ପାଇଁ ମୁଁ ପ୍ରଥମେ ଗ୍ରୋ ବ୍ୟାଗରେ ହିଁ ତାକୁ ଲଗେଇଥିଲି। ଗ୍ରୋ ବ୍ୟାଗରେ ଟିକେ ଭଲ ଗ୍ରୋଥ୍ ଆସିଥିଲେ ତାପରେ ଯାଇକି ମୁଁ ତାକୁ ବଡ଼ ପଟକୁ ଟ୍ରାନ୍ସପ୍ଲାଣ୍ଟ କରିଥାନ୍ତି। କିନ୍ତୁ ଇଏ ବହୁତ କମ୍ ହାଇଟ୍ ଭଲ ଗ୍ରୋଥ୍ ବି ଆସିନାହିଁ ଏତେ। ତ ସେଇଥିରୁ ହିଁ ସେ ବହୁତ ବଢ଼ିଆ କଢ଼ଟେ ଆସିଛି। ବହୁତ ଟୋକା ଟୋକା କଢ଼। ମାତ୍ର ଗୋଟେ ଆସିଛି କିନ୍ତୁ ସେଇଟା ବି ବହୁତ ହି ହେଲ୍ଦି ଅଛି ସେ କଢ଼ଟା। ତ ଏଇଟା ପ୍ରଥମ କଢ଼ ଯେହେତୁ ତାକୁ ଟିକେ ଦେଖିବା ପାଇଁ ବହୁତ ଇଚ୍ଛା ଥିଲା। ତ ସେଥିପାଇଁ ତାକୁ ପିଞ୍ଚିଙ୍ଗ ଆଉ କରିନଥିଲି। ତାପରେ ପାଖରେ କିଛି ଧଳା ସେବତୀ ଲଗେଇ ଦେଇଥିଲି ଡାଳ ଗୁଡ଼ାକ କାହିଁକିନା ବହୁତ ଜଣ ମୋତେ ମାଗିଥିଲେ ତ ସେଥିପାଇଁ ତାଙ୍କ ପାଇଁ ଲଗେଇଥିଲି। ତ ତାକୁ ଅଧିକା ଗ୍ରୋଥ୍ ଜଲ୍ଦି ଆସିବା ପାଇଁ ନିମଖଲି ପାଉଡ଼ର ସହିତ ଦେଇଥିଲି ଏନ୍.ପି.କେ. ସାର ଯାହା ଆମର ନର୍ସରୀରେ ୟୁଜ୍ କରନ୍ତି। ତ ସେଥିପାଇଁ ଗଛର ଗ୍ରୋଥ୍ ପାଇଁ ମୁଁ ବି ମଧ୍ୟ ଆଡ୍ କରିଦେଇଛି।